ইমামা নিরবধি মামা সুরধুনি সতে ঝরে ধরা তলে সুরধুনি সতে ঝরে ধরা তলে মধুক্ষরা তোর নাম নিরবধি মামা হৃদয় বীণাম ঝঙ্কার তোলে নিরবধি মামা নিরবধি মামা এ মন অঙ্গনে সুখ রসে ফালি পড়িথায় যে বেলোটি সরাগে সাউটি গুন্থি দিয়ে তারে তো নামর মালা গোটি মো অন্ধ তিমিরে আনন্দময়ী গো মো অন্ধ তিমিরে আনন্দময়ী গো তুই কালো করা নিরবধি মামা হৃদয় বীণাম ঝঙ্কার তোলে
নিরবধি মামা নিরবধি মামা লুহর তଳ সিন্ধুরে যেবে পাଏ ନା ମୁଁ ଥଳ କୂଳ ବିପତ୍ତି କରାଳ ବାତ୍ୟାରେ ମୋର ଟିକିନା ଟଳମଳ ସଙ୍କଟ ତାରିଣୀ ମାଗୋ ସେ କାଳେ ସଙ୍କଟ ତାରିଣୀ ମାଗୋ ସେ କାଳେ ତୋ ନାମ କେବଳ ସାହା ନିରବଧି ମାମା ହୃଦୟ ବୀଣା ମୋ ଝଙ୍କାର ତୋଳେ ନିରବଧି ମାମା ନିରବଧି ମାମା ସୁରଧୁନି ସତେ ଝରେ ଧରା ତଳେ ସୁରଧୁନି ସତେ ଝରେ ଧରା ତଳେ ମଧୁକ୍ଷରା ତୋର ନାଁ ନିରବଧି ମାମା ହୃଦୟ ବୀଣା ମୋ ଝଙ୍କାର ତୋଳେ ନିରବଧି ମାମା ନିରବଧି ମାମା ନିରବଧି ମାମା ନିରବଧି ମାମା ମା धन्यवाद भाई। प्रकृत हृदयस्पर्शी मात्र प्रार्थना दिए। वर्तमान श्री अरविंद शक्तिमय पाठचक्र रे जो माँ पुस्तक आलोचना आमर चली यार आलोचना करने आम पाखे उपस्थित अच्छा रंजित भाई। बर्तमान मु माँ बही पंचम अध्याय गोटे पैराग्राफ पढ़ी निए तापरे भाई आमर आलोचना रखिए। जेते दिन पर्यंत तुमे एही संपूर्ण सक्रिय एकत्व स्थापन करि न पारिछ सेते दिन पर्यंत तुमको मने करिबा को हेबो जे तुमे देह और आत्मा नै सृष्ट होइछ मां को सेवा निमित्त एवं तुमर समस्त कर्म हेबो तांकर प्रीत्यर्थे। पृथक कर्तृत्वबोध जदि तुम मध्यरे प्रबल थाए तुमे जदि अनुभव कर जे तुमे स्वयं कर्म करुछ तेबे भी सही कर्म करिब तांकरी उद्देश्य रे। अहंकार निज अभिरुचि उपरे समस्त झुंक व्यक्तिगत जावतीय लाभर लालसा आत्म सर्वस्व वासनार समस्त प्रत्याशा स्वभावरु मूल उत्पादित करबाकू हेबो। फल निमित्त कोनोसी दाबी पुरस्कार निमित्त कोनोसी आकांक्षा रहिब नाही। एकमात्र तुमे जे फल चाहिब ताहा भगवती तृप्ति तांकर कर्मर सिद्धि तुमर एकमात्र पुरस्कार हेबो। भगवत चेतन रे शांति शक्ति और आनंद मध्य अविराम प्रगति सेवार आनंद कर्म साहाय्य रे अंतर पृष्ठिर आनंद निरंकारी कर्मी पक्षरे यह यथेष्ट पुरस्कार। माँ बर्तमान मु रंजित भाई को अनुरोध करछि से आलोचना रखिए। करुणा महिमा परम प्रभु श्री अरविंद सबु अपा भाई मान को नमस्कार। माँ पुस्तक टी को धारावाहिक भाव में आम पठन करुचे। माँ पुस्तकर प्रथम 4टी जो अध्याय ताको पढ़ी की सारी एबे पंचम अध्याय रो केतोटी पैराग्राफ आम पढ़ी। पंचम पैराग्राफ टी
ବେଶ କରିଛି କର୍ମକୁ ନେଇକି। କର୍ମର ବିଭିନ୍ନ ପର୍ଯ୍ୟାୟ ତାରି ଉପରେ ଗୋଟେ ବିଶଦ ଭାବରେ ଏଠି ବର୍ଣ୍ଣନାଟି ଦିଆହେଇଛି। ଯଦି ଆମେ ମଣିଷ ଜୀବନକୁ ତର୍ଜମା କରିବା ତାହେଲେ ଗୀତାରେ ଶ୍ରୀକୃଷ୍ଣ କହୁଛନ୍ତି ଯେ ଏଠି ଗୋଟିଏ କ୍ଷଣ ମଧ୍ୟ ନାହିଁ ଯେ ବିନା କର୍ମରେ କିଏ ତିଷ୍ଠି ପାରିବ। ଜୀବନ ମାନେ ହେଉଛି ଗୋଟିଏ କର୍ମ। ଯୋଉଠି କର୍ମ ସରିଯାଏ ସେଠି ଜୀବନ ମଧ୍ୟ ସରିଯାଏ। ଯଦି ଜଣେ ବ୍ୟକ୍ତି କହିବ ଯେ ମୁଁ ଶୋଇକି ରହିବି, କିଛି କରିବିନି, ତଥାପି ସେ କର୍ମ କରୁଛି। କାରଣ ଶୋଇ ରହିବା ବି ହେଉଛି ଗୋଟିଏ କର୍ମ। ଯୋଉଠି ଅସ୍ତିତ୍ୱ ଅଛି ସେ ଶୋଇବ କି ଶୋଇବନି, କିନ୍ତୁ ତାହା ନିର୍ଭର କରୁଛି ଗୋଟେ ଜିନିଷର ଏକ୍ଜିଷ୍ଟେନ୍ସ ଉପରେ। ତେଣୁ ଯୋଉଠି ଏକ୍ଜିଷ୍ଟେନ୍ସ ଅଛି ସେଠି କିଛି ବି ଚାଲିଛି, ତା ମାନେ ସେଠି କର୍ମ ଚାଲିଛି। ଯୋଉ ବ୍ୟକ୍ତି କହେ ଯେ ମୁଁ କିଛି କର୍ମ କରୁନାହିଁ, ତା ମାନେ ସେ କର୍ମଟି କଣ ଠିକ ଭାବରେ ବୁଝି ନାହିଁ। ଯଦି ଆମେ ସମ୍ପୂର୍ଣ୍ଣ ଭାବରେ ଚୁପଚାପ ହେଇକି ବସିଯିବା, କିଛି କଥା କହିବାନି, କିଛି କାର୍ଯ୍ୟ କରିବାନି, କୁଆଡେ ଯିବାନି, ଗୋଟିଏ ଘରେ ବନ୍ଦ ହେଇକି ବସିଯିବା, ତଥାପି ବି ଆମ ମନ ଭିତରେ ଚିନ୍ତା ଗୁଡ଼ିକ ଚାଲିବ, ଆମ ହୃଦୟ ଭିତରେ ଭାବନା ଗୁଡ଼ିକ ଚାଲିବ ଏବଂ ଆମର ନିଶ୍ୱାସ ପ୍ରଶ୍ୱାସ ବି ଚାଲିବ। ତେଣୁ ନିଶ୍ୱାସ ପ୍ରଶ୍ୱାସ ନେବା ବି ହେଉଛି ଗୋଟିଏ କର୍ମ। ତେଣୁ ଏଇଠି ଗୋଟିଏ କ୍ଷଣ ବି ଏମିତି ନାହିଁ ଯୋଉଠି ଯେତେବେଳେ ବ୍ୟକ୍ତି ବିନା କର୍ମରେ ଏଠି ବଞ୍ଚିପାରିବ। ନହି କଶ୍ଚିତ୍ କ୍ଷଣମପି ଚାତୁ ତିଷ୍ଠତ୍ୟ କର୍ମକୃତ। ଶ୍ରୀକୃଷ୍ଣ କହୁଛନ୍ତି ଯେ ଗୋଟିଏ କ୍ଷଣ ବି ଏମିତି ନାହିଁ ଯେତେବେଳେ ମୁଁ ବିନା କର୍ମରେ ଏଠି ରହିଛି। ତେଣୁ ଯଦି ବଞ୍ଚି ରହିବା ଗୋଟିଏ କର୍ମ, ନିଶ୍ୱାସ ପ୍ରଶ୍ୱାସ ନେବା ଗୋଟିଏ କର୍ମ, ଶୋଇବା ବି ଗୋଟିଏ କର୍ମ, ଉଠିବା ବି ଗୋଟିଏ କର୍ମ, ଖାଦ୍ୟ ଖାଇବା ବି ଗୋଟିଏ କର୍ମ, ନ ଖାଇବା ବି ଗୋଟିଏ କର୍ମ, ତାହେଲେ ଏମିତି ଗୋଟେ କର୍ମର ପ୍ରବାହ ଭିତରେ ସମସ୍ତେ ଆମେ ବଞ୍ଚୁଛୁ। କିନ୍ତୁ ଦେଖାଯାଏ ଯେ ଯେତେବେଳେ କର୍ମଟି ଆମେ କରୁ ତା ଭିତରେ କେତେବେଳେ ଆମକୁ ଖୁସି ମିଳେ, କେତେବେଳେ ଦୁଃଖ ମିଳେ, କେତେବେଳେ କର୍ମ କରିବା ଦ୍ୱାରା କିଛି ଲୋକଙ୍କର ମଙ୍ଗଳ ହୁଏ, କେତେକ କର୍ମ କରିବା ଦ୍ୱାରା କିଛି ଲୋକଙ୍କର ଅମଙ୍ଗଳ ହୁଏ। କିଛି କର୍ମ ସଂସାରର ଉନ୍ନତିରେ ସାହାଯ୍ୟ କରେ, କିଛି କର୍ମ ଦେଶର ଉନ୍ନତିରେ ସାହାଯ୍ୟ କରେ, କିଛି କର୍ମ ସ୍ୱାର୍ଥପରତାର ଉନ୍ନତିରେ ସାହାଯ୍ୟ କରେ। ଅର୍ଥାତ୍ କେବଳ ଯେଉଁ ବ୍ୟକ୍ତି କର୍ମ ସମ୍ପାଦନ କରୁଛି ସେହି ବ୍ୟକ୍ତିର ଉନ୍ନତିରେ ସେ କର୍ମଟି ସହାୟକ ହୁଏ। କେତେକ କର୍ମ ସମଗ୍ର ମାନବ ସମାଜକୁ ଗୋଟିଏ ଭୟଙ୍କର ଅସୁବିଧା ଭିତରେ ପକାଏ, କେତେକ କର୍ମ ସମଗ୍ର ମାନବ ସମାଜକୁ ଉଦ୍ଧାର କରିଦିଏ। ତେଣୁ ଏମିତି କିଛି ଜୀବନରେ କରିବା ଦରକାର ଯୋଉଟା କି ବାସ୍ତବରେ ଆମ ନିଜର ଅଗ୍ରଗତି ସହିତ ସମସ୍ତଙ୍କର ଅଗ୍ରଗତିକୁ ସାଧନ କରୁଥିବ, ସମସ୍ତଙ୍କୁ ଆଗକୁ ନେଇକି ଯାଉଥିବ। ଯେତେବେଳେ ଭାରତବର୍ଷ ପରାଧୀନ ହେଇକରି ଥିଲା, ସେତେବେଳେ କିଛି ଜଣ ସ୍ୱାଧୀନତା ସଂଗ୍ରାମୀ ବାହାରିଥିଲେ ଯେଉଁମାନେ ନିଜର ଜୀବନଟିକୁ ଜଳାଞ୍ଜଳି ଦେଇକି ଦେଶ ପାଇଁ କାର୍ଯ୍ୟ କରିଥିଲେ ଏବଂ ତାଙ୍କର କର୍ମଟି ତାଙ୍କ ପରିବାର ପାଇଁ ନଥିଲା, ତାଙ୍କ ନିଜ ପାଇଁ ନଥିଲା, ସମଗ୍ର ମାନବ ଜାତି ପାଇଁ ଥିଲା, ଯାହା ଫଳରେ ଭାରତବର୍ଷ ସ୍ୱାଧୀନ ହେଲା। କିନ୍ତୁ ସେହି ସମୟରେ ଆହୁରି ଲକ୍ଷ ଲକ୍ଷ ମନୁଷ୍ୟ ଥିଲେ ଯେଉଁମାନେ କେବଳ ନିଜର ସ୍ୱାର୍ଥପରତାକୁ ନେଇକି ବଞ୍ଚୁଥିଲେ, ନିଜ ପାଇଁ କାର୍ଯ୍ୟ କରୁଥିଲେ, ନିଜର ଖୁସି ପାଇଁ କାର୍ଯ୍ୟ କରୁଥିଲେ ଏବଂ ତାଙ୍କରି କର୍ମଟି ଗୋଟେ ବିଶେଷ ପ୍ରୟୋଜନ ହେଇପାରିନଥିଲା। ଏବଂ ଦେଖିବାକୁ ଗଲେ ସେମିତି ବ୍ୟକ୍ତିମାନଙ୍କର ମନୋଭାବ ହିଁ ଭାରତକୁ ଗୋଟେ ବିରାଟ ବଡ଼ ବିପଦକୁ ଠେଲି ଦେଇଥିଲା। ତେଣୁ ପ୍ରତ୍ୟେକ ବ୍ୟକ୍ତି ଏ ଜିନିଷଟିକୁ ଚିନ୍ତା କରିବା ଦରକାର ଯେ ଆମେ କୋଉ କର୍ମଟି କରୁଛୁ ଏବଂ ସେ କର୍ମଟି କିଭଳି ହେବା ଉଚିତ। ଶ୍ରୀକୃଷ୍ଣ ଗୀତାରେ କହୁଛନ୍ତି ଯେ ସକଳ କର୍ମ ଜ୍ଞାନରେ ଯାଇକି ପରିସମାପ୍ତି ହୁଏ। ସବୁ କିଛି କର୍ମ ଯାହା କିଛି ଆମେ କରୁଛୁ
ଯଦି ସେଇଟା ଆମକୁ ଜ୍ଞାନ ଦିଗରେ ନେଇ ଯାଉ ନାହିଁ ତାହେଲେ ସେ କର୍ମଟି ଯଥାର୍ଥ ନୁହେଁ। କାରଣ ମାନବ ଜୀବନର ଉନ୍ନତିରେ ଯୋଉଟା ବେଶୀ ସହାୟକ ହୁଏ ସେଇଟା ହେଉଛି ଜ୍ଞାନ। ଏବଂ ଯଦି କର୍ମଟି ଆମକୁ ଜ୍ଞାନ ପ୍ରଣୋଦିତ ହେଇନାହିଁ, ଯଦି ଜ୍ଞାନ ଆଡ଼କୁ ନେଇକି ଯାଉନାହିଁ ଏବଂ ଅଜ୍ଞାନତା ଭିତରେ ତିଆରି କରୁଛି, ଅହଙ୍କାର ତିଆରି କରୁଛି, ତାହେଲେ ସେ କର୍ମଟି ଯଥାର୍ଥ କର୍ମ ନୁହେଁ। କର୍ମର ଅନେକ ପ୍ରକାର ଭେଦ ରହିଛି। ଯେମିତି ଗୋଟିଏ ପ୍ରକାର କର୍ମ ଯାହାକୁ ସ୍ୱାର୍ଥ ପ୍ରଣୋଦିତ କୁହାଯାଉଛି, ଆଉ କେତେକ କର୍ମକୁ କୁକର୍ମ ବା ଅକର୍ମ କହିକି ବି କୁହାଯାଉଛି। ଯୋଉ କର୍ମ କଲେ ମଣିଷ ଚେତନାର ନିମ୍ନାଭିମୁଖୀ ହୁଏ। ଏବଂ ଆଉ କେତେକ ପ୍ରକାର କର୍ମ ରହିଛି ଯାହାକୁ ଆମେ ଭଗବତ ନିର୍ଦ୍ଦେଶିତ ବା ଭଗବତ ସମର୍ପିତ କର୍ମ କହିକି ବି କହୁ। ତେଣୁ ଖାଲି ହେଉଛି କର୍ମ, କୁକର୍ମ ବା ବିକର୍ମ ଏବଂ ଆଉ ଗୋଟେ ହେଉଛି ଭଗବତ ନିର୍ଦ୍ଦେଶିତ କର୍ମ। ସାଧାରଣତଃ ମଣିଷ ଯେତେବେଳେ କୌଣସି ଖରାପ କାର୍ଯ୍ୟ କରେ ନାହିଁ, ଅର୍ଥାତ୍ କାହାରି ଅନିଷ୍ଟ ଯୋଉଥିରେ ହଉନଥାଏ, କାହାକୁ ବିପଦରେ ପକେଇବା ହଉନଥାଏ, ନିଜର ଯେତିକି ଆବଶ୍ୟକତା ଅଛି ନିଜର ସ୍ୱାର୍ଥ ପାଇଁ ଯେତେବେଳେ ସିଏ କର୍ମ କରେ ତାକୁ ଗୋଟେ ସାଧାରଣ କର୍ମ କୁହାଯାଏ। ଅର୍ଥାତ୍ ସେ ନିଜର ସ୍ୱାର୍ଥ ପାଇଁ, ନିଜର ଭଲ ପାଇଁ, ନିଜର ମଙ୍ଗଳ ପାଇଁ ସେ କର୍ମ କରୁଥାଏ। କିନ୍ତୁ ଯେତେବେଳେ ସେଇ କର୍ମଟି କୌଣସି କୁକାର୍ଯ୍ୟ ଆଡ଼କୁ ନେଇକି ଯାଏ ସେତେବେଳେ ତାକୁ ଅକର୍ମ ବା ବିକର୍ମ କହିକି କୁହାଯାଏ। ଏବଂ ଯେତେବେଳେ ସେଇଠି ଗୋଟେ ବୃହତ୍ତର ଉଦ୍ଦେଶ୍ୟରେ କରାଯାଏ ସେତେବେଳେ ସେ ଗୋଟେ ସମର୍ପିତ ଭାବ ନେଇକି କରେ, ଭଗବାନଙ୍କୁ ସମର୍ପଣ କରିକି କରେ। ଯୋଉ କର୍ମଟି ସେ ବ୍ୟକ୍ତିର ଉତ୍ଥାନ ତ ନିଶ୍ଚିତ ଭାବରେ କରେ, ତା ସହିତ ଦେଶର, ଜାତିର ଏବଂ ଯଦି ସେ ଆହୁରି ବୃହତ୍ ଭାବ ନେଇକି କରିପାରେ ତାହେଲେ ସମଗ୍ର ମାନବ ସମାଜର ସେଇଠି ଉନ୍ନତିରେ ସହାୟକ ହୁଏ। ସେତେବେଳେ ଆମେ ତାହାକୁ ଭଗବତ ନିର୍ଦ୍ଦେଶିତ ବା ଭଗବତ ସମର୍ପିତ କର୍ମ କହିକି କହୁ। ତେଣୁ ଗୋଟେ ସାଧାରଣ ପର୍ଯ୍ୟାୟରୁ ଧୀରେ ଧୀରେ ଉଚ୍ଚକୁ ଉଠିବା ଦରକାର। ଯେମିତି ଗୋଟିଏ ଗଛଟି ଯେତେବେଳେ ଛୋଟ ଥାଏ ସେତେବେଳେ ସେ କେବଳ ନିଜ ପାଇଁ ଖାଦ୍ୟ ପ୍ରସ୍ତୁତ କରିକି ସେ ଗଛଟି ବଡ଼ ହଉଥାଏ, କିନ୍ତୁ ଯେତିକି ଯେତିକି ବଡ଼ ହେବାକୁ ଲାଗେ ସେ ତା ଗଛରେ ସେତିକି ସେତିକି ଅଧିକ ପରିମାଣରେ ଫଳ ଫଳେ, ତାର ଛାଇ ସେ ବିଶ୍ୱକୁ ପ୍ରଦାନ କରେ ଏବଂ ତାର ଫଳଟିକୁ ଅନ୍ୟମାନେ ସବୁ ଖାଇକି ଜୀବନ ଧାରଣ କରନ୍ତି। ତେଣୁ ଏଇଠି ପ୍ରତ୍ୟେକ ଜୀବ ନିଜେ ବଞ୍ଚିବା ସହିତ ଆଉ 5 ଜଣଙ୍କର ବଞ୍ଚିବାରେ ସେ ସାହାଯ୍ୟ କରେ, କିନ୍ତୁ କେବଳ ମନୁଷ୍ୟ ବୋଧେ ନିଜେ ବଞ୍ଚିବା ପାଇଁ ଆଉ 5 ଜଣଙ୍କୁ ସେ କ୍ଷତି ପହଞ୍ଚାଏ, ଅସୁବିଧାରେ ପକାଏ। ମଣିଷର ଜୀବନଟି ଯେହେତୁ ତା ଭିତରେ ସ୍ୱାର୍ଥ ଅହଙ୍କାର ଭରିକିରି ରହିଛି, ଯୋଉଟା କି ଅନ୍ୟ ପ୍ରଜାତିର ଜୀବମାନଙ୍କ ଭିତରେ ସେତେ ପରିମାଣରେ ଦେଖାଯାଏ ନାହିଁ। ତେଣୁ ମଣିଷ ବେଶୀ ପରିମାଣରେ ପ୍ରକୃତିକୁ ନଷ୍ଟ କରେ, ଜୀବନକୁ ଏମିତି ଭାବରେ ବଞ୍ଚେ ଯାହାଦ୍ୱାରା ସମଗ୍ର ବିଶ୍ୱ ଭିତରେ ଗୋଟିଏ ପ୍ରକାର ଆଲୋଡ଼ନ ତିଆରି ହୁଏ ଏବଂ ସମଗ୍ର ବିଶ୍ୱ ଅସୁବିଧାରେ ପଡ଼େ। ତେଣୁ କର୍ମକୁ ସୁଧାରିବା ନିହାତି ଆବଶ୍ୟକ। ତାକୁ କେନ୍ଦ୍ର କରିକି ଏହି 5ମ ଅଧ୍ୟାୟଟି ଲେଖା ହେଇଛି, ଯୋଉଥିରେ ଆମେ ପଢିଥିଲେ ଯେ ଜଣେ ଯେତେବେଳେ ଭଗବାନଙ୍କର ଯଥାର୍ଥ ଯନ୍ତ୍ର ଭାବରେ କର୍ମ କରିବାକୁ ଇଚ୍ଛା କରିବ ତାର ପ୍ରଥମ ଲକ୍ଷ୍ୟଟି ହେବ your first aim must be totally free from all desire and self regarding ego। ଯୋଉ ଆତ୍ମ ସର୍ବସ୍ୱ ଅହଙ୍କାର ଏବଂ ବାସନା ଏଇଥିରୁ ମୁକ୍ତ ହେଲେ ହିଁ ଯାଇକି ମଣିଷ ଜଣେ ଦିବ୍ୟ କର୍ମୀ ହେଇପାରିବ ବା ଭଗବାନଙ୍କ କାର୍ଯ୍ୟଟିକୁ ଏ ବିଶ୍ୱରେ ସମ୍ପନ୍ନ କରିପାରିବ। All your life must be an offering and a sacrifice to the supreme। ସମଗ୍ର ଜୀବନଟି ହେବ ସେଇ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଗୋଟେ ନିବେଦନ ଏବଂ ଆତ୍ମଦାନ। Your only object in action shall be to serve, to receive, to fulfill, to become a manifesting instrument of the divine Shakti in her works। ଏ ବିଶ୍ୱକୁ ଯୋଉ ଗୋଟେ ଦିବ୍ୟ ଶକ୍ତି ତିଆରି କରିଛନ୍ତି ତାକୁ ଆମେ ଯୋଉ ନାଁ ଦଉନା କାହିଁକି ସେଥିରେ କିଛି ଯାଏ ଆସେ ନାହିଁ। ସେ ଦିବ୍ୟ ଶକ୍ତିଙ୍କର ଯୋଉ ଉଦ୍ଦେଶ୍ୟ ରହିଛି ସେ ଉଦ୍ଦେଶ୍ୟକୁ ଏଠି କାର୍ଯ୍ୟକାରୀ କରିବା, ତାକୁ ଫୁଲଫିଲ୍ କରିବା ଏବଂ ସେ ଗୋଟେ ଦିବ୍ୟ ଯନ୍ତ୍ରରେ ପରିଣତ ହେବା ହେଉଛି ମଣିଷର ବାସ୍ତବରେ ଲକ୍ଷ୍ୟ।
You must grow in the divine consciousness till there is no difference between your will and hers. ସବୁବେଳେ ଯେତେବେଳେ ଆମର ନିଜର ଇଚ୍ଛା ଏବଂ ଭଗବାନଙ୍କର ଇଚ୍ଛା ଏ ଦିଟା ମିଶେ ନାହିଁ ସେତେବେଳେ କନଫ୍ଲିକ୍ଟ ତିଆରି ହୁଏ। ଧରି ନିଆଯାଉ ଯେ ଜଣେ ଗୋଟେ ବଡ ବଗିଚାଟେ କରିଛନ୍ତି ଏବଂ ସେଇଠି କିଛି ଜଣ ମାଳିକୁ ସେ ରଖିଛନ୍ତି କାର୍ଯ୍ୟ କରିବା ପାଇଁ ଏବଂ ସେ ମାଲିକ ଆସିକି ତାଙ୍କୁ କହିଛନ୍ତି ଯେ ଏଇ ଜାଗାରେ ଏଇ ଗଛ ଲଗେଇବ, ଏମିତି ଲଗେଇବ, ଏଇ ଫୁଲ ଫୁଟେଇବ। କିନ୍ତୁ ଯେତେବେଳେ ସେ ମାଲିକ ଚାଲି ଯାଉଛନ୍ତି ସେ ବଗିଚାର ମାଳି ମାନେ ତାଙ୍କ ମନ ଇଚ୍ଛା କାମ କରୁଛନ୍ତି। ଯୋଉଠି ଯୋଉ ଗଛ ଲଗେଇବାକୁ କହିଛନ୍ତି ସେ ଗଛ ଲଗଉନାହାନ୍ତି, ଯେମିତି ଭାବରେ କାର୍ଯ୍ୟ କରିବାକୁ କହିଛନ୍ତି ସେମିତି ଭାବରେ କରୁନାହାନ୍ତି, ତାଙ୍କର ମନ ଇଚ୍ଛା କରିଚାଲିଛନ୍ତି। ତ ଯେତେବେଳେ ନେକ୍ସଟ ମାଲିକ ଆସିବେ ଦେଖିବା ପାଇଁ ବଗିଚାକୁ, ସେତେବେଳେ ଦେଖିବେ ଯେ ତାଙ୍କ ଧାରାରେ କାର୍ଯ୍ୟଟି ହଉନାହିଁ। ସେଇ ସମୟରେ ଏଇ ଯୋଉମାନେ କାମ କରୁଥିଲେ ଏବଂ ଯାହାର କାମ କରୁଥିଲେ ତାଙ୍କର ଇଚ୍ଛା ଆଉ ୟାଙ୍କ ଇଚ୍ଛା ଭିତରେ ଯେତେବେଳେ କନଫ୍ଲିକ୍ଟ ତିଆରି ହେଲା, ତାଙ୍କ ଇଚ୍ଛା ଅନୁସାରେ ଯେତେବେଳେ ମାନେ କାର୍ଯ୍ୟ କଲେ ନାହିଁ, ସେତେବେଳେ ଆଇଦର ସେମାନଙ୍କୁ ସେ କାର୍ଯ୍ୟରୁ ବାହାର କରିଦେଇ ପାରନ୍ତି କିମ୍ବା କିଛି ପନିଶମେଣ୍ଟ ବି ଦେଇପାରନ୍ତି। ତେଣୁ ଯେତେବେଳେ ମଣିଷ ଭଗବତ ଇଚ୍ଛାକୁ ନେଇକି କାର୍ଯ୍ୟ କରେ ନାହିଁ ଏବଂ ଯଦି ଆମେ ଟିକେ ଚିନ୍ତା କରିବା ତାହେଲେ ଆମେ ଯୋଉ ଏଠି ଜୀବନ ଧାରଣ କରୁଛୁ, ଆମେ ବଞ୍ଚି ରହିବୁ କହିକି ଆମେ ଜନ୍ମ ହେବା ଆଗରୁ କିଛି କରିନଥିଲୁ କିମ୍ବା ଜନ୍ମ ହେବା ଆଗରୁ ଆମେ ଏଠି କିଛି ପ୍ଲାନ କରିକି ଆସିନଥିଲୁ ଯେ ଏମିତି ସବୁ ପରିସ୍ଥିତି ଥିବ ଯୋଉଠି ଆମେ ଜୀବନ ଧାରଣ କରିକି ରହିପାରିବୁ। ତେଣୁ କିଏ ଜଣେ ଏ ବିଶ୍ୱରେ ସବୁ କିଛିକୁ ତିଆରି କରିକି ରଖିଛନ୍ତି, ଖାଦ୍ୟ ହେଲା, ବାୟୁ ହେଲା, ଯାହା ଯାହା ବି ଆମକୁ ଦରକାର ଜୀବନଟିଏ ବଞ୍ଚିବା ପାଇଁ, ଜଳ ହଉ, ଅଗ୍ନି ହଉ, ଗୃହ ହଉ, ସବୁ କିଛି ଜିନିଷ ଏଠି ଆଗରୁ ବ୍ୟବସ୍ଥିତ ହେଇକି ରହିଛି। ଏବଂ ସବୁଠୁ ଆଶ୍ଚର୍ଯ୍ୟ କଥା ବି ହଉଛି ଯେ ଯେତେବେଳେ ଗୋଟେ ଶିଶୁଟେ ଭୂମିଷ୍ଠ ହଉଛି, ପ୍ରଥମ ଯୋଉ କିଛି ମାସ ସେ ଏ ପୃଥିବୀରେ ଜୀବନ ଧାରଣ କରିବ, ସେ କେବଳ ତାର ମାତୃ କ୍ଷୀରକୁ ଆଶ୍ରୟ କରିକି ସେ ବଞ୍ଚେ ଏବଂ ସେଇଟା ମଧ୍ୟ ପ୍ରକୃତି ହିଁ ବ୍ୟବସ୍ଥା କରିକି ରଖିଥାଏ ଯେ ଗୋଟେ ଶିଶୁଟି କେମିତି ଧୀରେ ଧୀରେ ବଡ ହବ ଏବଂ ସେ କଣ ଖାଇବ। ତେଣୁ କେବଳ ମନୁଷ୍ୟ ନୁହଁ, ସବୁ ପ୍ରଜାତିର ଜୀବମାନଙ୍କ ପାଇଁ ପ୍ରକୃତି ବ୍ୟବସ୍ଥା କରିକି ରଖିଛି ଯେ ସେମାନେ କିପରି ଧୀରେ ଧୀରେ ବଡ ହେବେ। କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟର କଥା ହଉଛି ଯେ ଯଦି କୋଉ ଏକ ଶକ୍ତି ଆମେ ଏଇଠି ବଞ୍ଚିବୁ କହିକି ଏତେ ସବୁ ବ୍ୟବସ୍ଥା କରିଛନ୍ତି, ତେବେ ତାଙ୍କର କିଛି ନା କିଛି ଗୋଟେ ଉଦ୍ଦେଶ୍ୟ ଥିବ ଏ ବିଶ୍ୱରେ ଆମକୁ ଆଣିବା ପଶ୍ଚାତରେ। କିନ୍ତୁ ମଣିଷ କେବେ ବି ସେଇ ଦିବ୍ୟ ଶକ୍ତିଙ୍କର ଉଦ୍ଦେଶ୍ୟଟିକୁ ବୁଝିପାରେନି ଏବଂ ସିଏ ତାର ନିଜ ଧାରାରେ କାର୍ଯ୍ୟ କରିବାକୁ ଆରମ୍ଭ କରେ। ଫଳରେ ପ୍ରକୃତି ଏବଂ ମଣିଷ ଭିତରେ ଗୋଟେ କନଫ୍ଲିକ୍ଟ ତିଆରି ହୁଏ, ଯାହାର ପରିଣାମ ଗୁଡ଼ିକ ମଣିଷ ଭୋଗ କରି କରି ଚାଲେ। ମଣିଷକୁ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେବାକୁ ପଡେ, କାରଣ ଦିବ୍ୟ ଶକ୍ତି ସାଙ୍ଗରେ ତାର ଗୋଟେ ଲିଙ୍କ କେବେ ବି ରୁହେନି। ଆପଣମାନେ ତ ସେଇ କଥା ଜାଣିଥିବେ ଯେ ଯେତେବେଳେ ଶ୍ରୀ ଅରବିନ୍ଦ ଆଶ୍ରମରେ ରହୁଥିଲେ ଏବଂ ତାଙ୍କର ରୁମ ଭିତରେ ରହିକି 40 ବର୍ଷ ସେ ଯୋଉ ତପସ୍ୟା କରିଥିଲେ, ସେତେବେଳେ ଅନେକ ଗୁଡିଏ ପୁସ୍ତକ ରଚନା କରୁଥିଲେ। ଦିନର ଅଧିକାଂଶ ସମୟ ସେ ନାନା ପ୍ରକାରର ଲେଖା ପଢାରେ ବ୍ୟସ୍ତ ରହୁଥିଲେ। ତ ଗୋଟିଏ ଦିନ ଏମିତି ସେ ବସିଛନ୍ତି ଝରକା ଖୋଲିକି ତାଙ୍କ ରୁମ ଭିତରେ, ଝରକା ପାଖରେ ଗୋଟେ ଟେବୁଲଟେ ପଡିଛି, ଚେୟାରଟେ ପଡିଛି ଏବଂ ସେତେ ସନ୍ଧ୍ୟା ସମୟ ଗୋଟେ ଦୀପ ଲଗେଇକି ସେ ସେଠି କାର୍ଯ୍ୟ କରୁଛନ୍ତି ଏବଂ ବହୁତ ଜୋର ସେ ଝଡ଼ ବାତ୍ୟା ଆରମ୍ଭ ହେଇଛି, ପବନ ହେଇଛି, ଝଡ଼ ବାତ୍ୟା ଆରମ୍ଭ ହେଇଛି ଏବଂ ସେଇ ସମୟରେ ମାଙ୍କର ମନେ ପଡିଛି ତାଙ୍କ ଯେ ସେଙ୍କ ରୁମର ଝରକା ଗୁଡାକ ଖୋଲା ଅଛି ଏବଂ ସେ ବନ୍ଦ କରିବାକୁ ତଳକୁ ଆସିଛନ୍ତି। କିନ୍ତୁ ଯେତେବେଳେ ଆସିଛନ୍ତି ବାହାରେ ଏତେ ଜୋର ସେ ପବନ ହଉଛି ଯେ ଗଛପତ୍ର ସବୁ ଭାଙ୍ଗିକି ନଷ୍ଟ ହେଇଗଲାଣି, କିନ୍ତୁ ପବନର କିଛି ମାତ୍ରା ବି ସେଇ ଝରକା ଡେଇଁକି ସେମାନଙ୍କ ରୁମ ଭିତରକୁ ପ୍ରବେଶ କରୁନି ଏବଂ ସେ ଦୀପ ଯେମିତିକି ସେମିତି ଜଳୁଛି। ଶ୍ରୀ ଅରବିନ୍ଦ ଯେମିତି ଲେଖିବା କଥା ସେମିତି ଲେଖିଛନ୍ତି, ନା ପବନରେ କାଗଜ ଗୁଡ଼ିକ ଉଡୁଛି ନା ସେ ଦୀପ ଲିଭୁଛି। ପ୍ରକୃତି ବାହାରେ ତାର କରାଳ ରୂପ ଦେଖଉଛି।
तापरे माँ चुपचाप पड़े जाइछंती से झरका सेमती खोला रही एवं परवर्ती समय से कहिछंती जे श्री अरविंद जहाँ भी करूछंती ता प्रकृति को रक्षा करने करूछंती। प्रकृतिर जो गति जहाँ किछि ताको असुविधा होउछि से कार्य को केमती समाधान करा जीवो सेथिपई से कार्य करूछंती। सेथिपई प्रकृति तांको कार्य रे हस्तक्षेप करूनी। तेणु जेतेबेले मनुष्य प्रकृति सहित मिसिकी कार्य करिवो एवं आमे समस्त जानू जे प्रकृति को मिसिकी जो कार्य श्री अरविंद करछंती तार गोटे निदर्शन होउछि ऑरोविल। ऑरोविल एमिति एक जागा जोठी मनीष माने रहुछंती किंतु प्रकृति सहित मिसिकी रहुछंती। सबु जिनस व्यवहार करूछंती किंतु जेमती प्रकृति नष्ट हबनी सेमती उद्देश्य रे से माने व्यवहार करूछंती। सेठी मध्ये गोटे विराट बड़ सहर तयारी हेछि किंतु जेतिकी लोक अछंती ताठु 100 गुणा अधिक गछ लागिछि एवं एते सुंदर ता भितरे गछ गुड़िक रहिछंती जे कोउठी मनीष अछंती एवं कोउठी जंगल अछि जना भी पड़ू नाही। किंतु वर्तमान आमे जो भली सहर गुड़िक निर्माण करछे जो भली जीवन यापन शैली भितर को प्रवेश करछे एठी वायु भी कम पड़ी जाउछि मनीष को निश्वास नेबा पाई। जदि वायु भी मनीष को पुरु नाही हेले जल कोउठी पुरिबो बा अन्य सब साधन गुड़िक कोउठी ताकू हबो। तेणु जीवन बंचिबार धाराटी संपूर्ण भावरे प्रकृति विरोध ही जाइछि। तेणु भगवत इच्छा जहाँ चाहुचंती आमर जीवनटी सेही भली होउ नाही फलरे कॉन्फ्लिक्ट तयारी होउछि एवं नाना प्रकार समस्या गुड़िक आसुछि जहार प्रकृत कारण खोजु खोजु मनीष थकी जाउछि एवं जेतेबेले तार किछि कारणटी भी पाउछि आउ गोटे नुआ समस्या ता पाखरे आसिकी छिड़ा होउछि। तेणु एई दीटा जिंस को मिसेया को पड़िबो। मनीष को जानिया को पड़िबो जे भगवत इच्छा कौन एवं मोर इच्छा कौन। आज सकाळे गोटे पेपर देखुथिले जे जणे एबे ए जो नमा जो गंगार जो प्रोजेक्ट टी चलथिला जो विराट बड़ डिजास्टर हेछि सेतिरे बहुत लोक मृत्युवरण भी करछंती सेतिरे जणे बंची जाइछंती एवं से बंची की गोटे स्टेटमेंट दउछंती जे तांको बंचिबा पछरे गोटे गच्छर भूमिका रहिछि। अर्थात से बहुत जोर से किछि आस्थिबो उपरु से बरफ गुडाक एवं से कोनोसी गोटे गछ बहारे रहि जाइथिबे तेणु से गछटी तांको प्रोटेक्ट करथिबो एवं तांकर जीवनटी बंची जाइथिबो। तो से कहउछंती जे मु जीवन सारा केबे भी गोटे गछटे लगेबा बा गोटे गछ को सुरक्षा दबा बा संरक्षित करिकि रखिबा सेतिबे मु केबे भी कार्य कर नथिली। अर्थात से कहिले कि मोर गछ मानक प्रति गोटे भल पाइबा नथिला किंतु आजी मु आजी जो बंची छी से गछ पय ही मु बंची पारछि। तेणु एमती किछि अनुभूति मनुष्य को धीरे धीरे प्रकृति आड़ को मुहाए ताकू प्रकृति को भल पाइबा को सिखाए एवं से एमिति गोटे जीवन धारण करे जेतेबेले गोटे दिव्य इच्छा सहित गोटे सम्मेलन तार तैयारी हुए। No motive except her impulsion in you, no action that is not her conscious action in you, that through you and through you एमिति किछि भी कार्य से करिवो नाही जहा कि से दिव्य शक्तिर विरुद्धाचरण करूथिबो से जहा चाहुछि से अनुसारे होउ नथिबो। Until you are capable of this complete dynamic identification, you have to regard yourself as a soul and body created for her service, one who does all for her sake। जे पर्यंत तुमरा गोटे कंप्लीट आइडेंटिफिकेशन हेई नथिबो अर्थात से भगवत दिव्य शक्ति सांगरे तुमर सम्मिलन हेई नथिबो से कोन चाहुछंती तुमे ताहा जानि पारु नथिबो से पर्यंत तुमको मने करिबाकू हेबो जे तुमे देह और आत्मा ने सृष्ट हेइछ तांकरी सेवा निमित्त। जेतेबेले आमे एठी मां को शक्ति कहि कि सब जगह पढ़ू दिव्य जननी शक्ति कहिकी पढ़ू आमे केबे भी ता गोटे इंडिविजुअलिटी भितरे बंद करिकी रखिबा नाही कारण एठी दिव्य शक्ति कहिले समग्र विश्व प्रकृतिर एठी शक्ति को बुझौछि। तेणु कोनोसी जगारे जेतेबेले आमे प्रकृति को विरुद्धाचरण करिकी कार्य करूछु सेतेबेले कुहाजिबो जे आमे से मां को विरुद्धाचरण करूछु। श्री अरविंदंकर से भारत जननी प्रति जो वाक्य जहा कि बहुत जन को प्रभावित करथिला से समय स्वाधीनता संग्रामी मान को विशेष करी जे मु मोर भारत को एक भूखंड भावरे देखे नाही
ଏ ଭାରତ ହେଉଛି ମୋର ଜନନୀ, ମୋର ମା। ତେଣୁ ସେ ଭାରତର ମୃତ୍ତିକାକୁ, ଭାରତ ବର୍ଷକୁ ଗୋଟେ ଜନନୀ ଭାବରେ ସେ ବର୍ଣ୍ଣନା କରିଛନ୍ତି, ମା ଭାବରେ ସେ ବର୍ଣ୍ଣନା କରିଛନ୍ତି। ଏବଂ ଯଦି ଆମେ ସେଇ ଦୃଷ୍ଟିଟି ଆମ ଭିତରେ ଆସିଯାଏ, ତ ଯେତେବେଳେ ଆମେ ଏ ପୃଥିବୀକୁ ଅଳିଆ ଆବର୍ଜନା ଭିତରେ ଭର୍ତ୍ତି କରିଦଉଛୁ, ଯେତେବେଳେ ଏମିତି ବ୍ୟବହାର କରୁଛୁ ଯୋଉଥିରେ ଆମର ମାଟି, ପାଣି, ପବନ ସବୁକିଛିକୁ ନଷ୍ଟ କରିଦଉଛୁ, ଏବଂ ବିଶେଷ କରି ଏ ପୂଜା ନାଁରେ ଭାରତ ବର୍ଷରେ ନଦୀମାନଙ୍କୁ ଯେତିକି ଅପବିତ୍ର କରାହଉଛି, ଜଣକୁ ତୁମେ ପୂଜା କରୁଛ, ଜଣକୁ ଶ୍ରଦ୍ଧା କରୁଛ, କିନ୍ତୁ ତାକୁ ଅପବିତ୍ର କରିକି ରଖିଛ। ମୋ ସାଙ୍ଗ ଗୋଟେ ସେ କହୁଥିଲେ ଯେ ଯୋଉ ସବୁ ବଡ ବଡ ଡେଭଲପ କଣ୍ଟ୍ରି ଗୁଡ଼ିକ ଅଛନ୍ତି, ସେଇମାନଙ୍କ ଦେଶରେ ଯୋଉ ନଦୀ ଗୁଡ଼ିକ ପ୍ରବାହିତ ହେଇଛନ୍ତି, ସେ ନଦୀ ଗୁଡ଼ିକୁ ସେମାନେ ଏତେ ସଫା ଏବଂ ଏତେ ସୁନ୍ଦର ଭାବରେ ସଜେଇକି ରଖିଛନ୍ତି ଯେ ଜଣେ ଚାହିଁଲେ ସିଧାସଳଖ ସେ ନଦୀରୁ ଗ୍ଲାସରେ ପାଣି ପିଇ ପାରିବ, ଏତେ ପରିଷ୍କାର ନଦୀ ଗୁଡ଼ିକ ପ୍ରବାହିତ ହେଉଛନ୍ତି। କିନ୍ତୁ ଆମ ଭାରତବର୍ଷରେ ଯେତିକି ସବୁ ସହରର ଆବର୍ଜନା, ନିଜର ଆବର୍ଜନା ସବୁକିଛିକୁ ନେଇକି ଆମେ ସେଇ ନଦୀ ଭିତରେ ଛାଡ଼ି ଦେଉଛୁ। ତେଣୁ ଇଏ ସବୁ ଜିନିଷକୁ ଧୀରେ ଧୀରେ ସୁଧାରିବାକୁ ପଡ଼ିବ। ଏବଂ ଯଦି ଆମେ ଦେଖିବା ଯେ ଯେତିକି ଯେତିକି ମଣିଷ ବିଜ୍ଞାନିକ ଦୃଷ୍ଟିରୁ ଏବଂ ଆଗକୁ ବଢୁଛି, ତା ଭିତରେ ଏଇ କଥା ଗୁଡ଼ିକ ଆସୁଛି ଯେ ଆମର ଜୀବନ ଧାରାଟି ଠିକ ଭାବରେ ହଉନାହିଁ, ଏବଂ ମଣିଷ ଭିତରେ ଏଇ ଚିନ୍ତା, ଏଇ ଭାବନାଟି ତିଆରି ହେଉଛି। ଯେତେବେଳେ ଅରୋଭିଲର 50 ବର୍ଷ ପୁରିଲା, ସେତେବେଳେ ଆମ ଦେଶର ପ୍ରଧାନମନ୍ତ୍ରୀ ଯାଇକି କହିଲେ କି ବର୍ତ୍ତମାନ ସରକାର ଯୋଉ ପ୍ରୋଜେକ୍ଟ ଗୁଡାକ କରିବାକୁ ଚିନ୍ତା କରୁଛି, 50 ବର୍ଷ ହେଲା ଆପଣମାନେ ସେ କାର୍ଯ୍ୟଟିକୁ ଏଠି କରିକି ଦେଖେଇଛନ୍ତି ଯେ କେମିତି ପ୍ରକୃତିକୁ ନଷ୍ଟ ନ କରିକି ମଣିଷ ଏଠି ଜୀବନ ଧାରଣ କରିପାରିବ। ତେଣୁ ଯେତେବେଳେ ପର୍ଯ୍ୟନ୍ତ ଗୋଟେ ସମ୍ପୂର୍ଣ୍ଣ ଆଇଡେଣ୍ଟିଫିକେସନ ନ ହେଇଛି ସେଇ ଦିବ୍ୟ ଜନନୀଙ୍କ ସାଙ୍ଗରେ, ସେତେବେଳେ ପର୍ଯ୍ୟନ୍ତ ଆମକୁ ମନେ କରିବାକୁ ହେବ ଯେ ଆମେ ଦେହ ଓ ଆତ୍ମା ନେଇ ସୃଷ୍ଟ ହେଇଛୁ ମାଙ୍କର ସେବା ନିମିତ୍ତ, yet it must be done for her। ସବୁ କିଛି କର୍ମ ତାଙ୍କରି ଉଦ୍ଦେଶ୍ୟରେ ହବ। all stress of egoistic choice, all hankering after personal profit, all stipulation of self regarding desire must be extirpated from our nature। There must be no demand for fruit and no seeking for reward। The only fruit for you is the pleasure of the divine mother and the fulfillment of her work। ଯେତେବେଳେ କର୍ମ କରିବାକୁ ଆମେ ଯାଉ, ସବୁବେଳେ ଆମର ଉଦ୍ଦେଶ୍ୟ ଥାଏ ଯେ ଫଳ କେତେ ତାର ଫଳ ମିଳୁଛି। ଯେମିତି ବହୁତ ଜଣ କହିବାର ଶୁଣିଥିବେ ଯେ ଧର ଆମେ ଗୋଟେ ସ୍କୁଲରେ ହେଲା କି କୋଉଠି ଯାଇକି କାମ କଲେ, କି କୋଉଠି ଟିଚର ହେଲା କି ଅଫିସରେ ଯାଇକି କାମ କଲେ କି କୌଣସି ବି କାମ କଲେ, ତ ଆମେ କହୁଛେ ଦରମା ଯେମିତି ହବ କାର୍ଯ୍ୟ ସେମିତି ହବ। ଅର୍ଥାତ୍ ଭଲ ପଇସା ମିଳିଲେ କାମ ବି ଭଲ କରାହବ, କମ ପଇସା ମିଳିଲେ କାମର ଯୋଉ କ୍ୱାଲିଟି ମଧ୍ୟ ସେଇଭଳି ଭାବରେ ହବ। ତେଣୁ ସମସ୍ତ ବ୍ୟକ୍ତିମାନଙ୍କ, ବହୁତ ବ୍ୟକ୍ତିମାନଙ୍କ ଭିତରେ ଏଟା ଗୋଟେ ପଶିଯାଇଛି ଯେ ଫଳକୁ ନେଇକରି କର୍ମଟି ଭଲ ହବ କି ଖରାପ ହବ ତାହା ନିର୍ଭର କରେ। କିନ୍ତୁ ଏଇ ଭାବନାରୁ ବ୍ୟକ୍ତିକୁ ମୁକ୍ତ ହେବାକୁ ପଡ଼ିବ। ଯୋଉ ବି କର୍ମ ସେ କରୁଛି, ସେଇ କର୍ମଟିକୁ ଠିକ ଭାବରେ ସମ୍ପାଦନ କରିବା ହେଉଛି ତାର କର୍ତ୍ତବ୍ୟ, ଏବଂ ଫଳର ଆଶା ନ କରିକି ତାକୁ କର୍ମଟିକୁ ସମ୍ପାଦନ କରିବାକୁ ହିଁ ହେବ। ଏବଂ ଯେତିକି ଯେତିକି ବିଶ୍ୱରେ ବଡ଼ ବଡ଼ କାର୍ଯ୍ୟଗୁଡ଼ିକ ଯୋଉ ବ୍ୟକ୍ତିମାନେ କରିଛନ୍ତି, ଯୋଉମାନେ ବାସ୍ତବରେ ଯାହାଙ୍କର କର୍ମଟି ସମଗ୍ର ବିଶ୍ୱ ଚେତନାକୁ ପ୍ରଭାବିତ କରିଛି, ସେଇ ବ୍ୟକ୍ତିମାନେ କେବେ ବି ଫଳର ଆଶା କରିକି କାର୍ଯ୍ୟ କରିନାହାନ୍ତି। ଏବଂ ଯୋଉମାନେ କେବଳ ଫଳର ବା ରିୱାର୍ଡ, ସିକିଂ ଫର ରିୱାର୍ଡ, ଖାଲି ତାଙ୍କୁ ପୁରସ୍କାର ଦରକାର, ଖାଲି ତାଙ୍କୁ କର୍ମର ଫଳଟି ଦରକାର, ଅଧିକ ଦରକାର, ସେଇ ବ୍ୟକ୍ତିମାନେ କେବଳ ସ୍ୱାର୍ଥପରତାକୁ ନେଇକି କାର୍ଯ୍ୟ କରନ୍ତି ଏବଂ ତାଙ୍କ ଦ୍ୱାରା କିଛି ବୃହତ୍ କାର୍ଯ୍ୟ ସମ୍ପାଦିତ ହେଇପାରେନି। ତେଣୁ ଦେୟାର ମଷ୍ଟ ବି ନୋ ଡିମାଣ୍ଡ ଫର ଫ୍ରୁଟ୍। ସେଇ କଥାଟି କର୍ମ ଯୋଗ କହିଲେ ଆମକୁ ବାରମ୍ବାର ସେଇ ଗୀତା ଭିତରକୁ ପ୍ରବେଶ କରିବାକୁ ଇଚ୍ଛା ହୁଏ, କାରଣ ଗୋଟିଏ ଗ୍ରନ୍ଥ ଯେ କି କର୍ମକୁ ସମର୍ଥନ କରିଛି ପୁରାତନ ଗ୍ରନ୍ଥ ଗୁଡ଼ିକ ଭିତରେ, ଅନ୍ୟ ସବୁ କିଛି କର୍ମ ବିମୁଖତାର ଶିକ୍ଷା ଦେଇଛି, ନିର୍ବାଣର ଶିକ୍ଷା ଦେଇଛି, ସନ୍ନ୍ୟାସ ମାର୍ଗର ଶିକ୍ଷା ଦେଇଛି। ସେଠି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ପ୍ରଥମେ କହୁଛନ୍ତି ଯେ କର୍ମଣ୍ୟ ବାଧିକାର ଅସ୍ତି ମା ଫଳେଷୁ କଦାଚନ। ପ୍ରଥମେ ତୁମେ କର୍ମ କର, ଫଳର
आशा भगवान को ऊपर छाड़ी दियो, फलटी तांकरी ऊपर छाड़ी दियो। तेणु सेई जो पॉइंट टी को एठी प्रथम करी कुहा होउची, देयर मस्ट बी नो डिमांड फॉर फ्रूट। फल पाइबा पई किछि भितरे डिमांड नथिबो, किछि आशा नथिबो। नो सीकिंग फॉर रिवार्ड, पुरस्कार पाइबा पई भितरे किछि आशा नथिबो। द ओनली फ्रूट फॉर यू इज द प्लेजर ऑफ द डिवाइन मदर। गोटे मात्र फल तुमे चाहिबो जे तुमे जो कर्मटी करूछ सेइथिरे से दिव्य जननी खुशी होउछंती तो। एंड द फुलफिलमेंट ऑफ आवर वर्क, तांको कर्मटी पूर्ण होउछि तो। योर ओनली रिवार्ड ए कांस्टेंट प्रोग्रेशन इन डिवाइन कॉन्शियसनेस एंड काम एंड स्ट्रेंथ एंड ब्लिस। गोटे एटा जो माने प्रकृति सिंसियरली काम करंती ए जो अनुभव करथिबे जे धरो गोटे पीरियड टे अछि आउ जने टीचर गला आउ से 40 मिनिट जाक से केमती ठकिकरी पळे आसीबो सेई कथा चिंता कला एवं पळे आसीला। किंतु आउ जने से 40 मिनिट पढ़ेबा पई पूर्ण प्रस्तुत हैला, पढ़िया को गला, जेतिके से पारिबो यथासाध्य भल भाबरे से डेलीवर कला, पिलावन को बुझेया को चेष्टा कला एवं तापरे से फेरी आसीला। तो दी जनक भितरे जो ब्लिस जो काम टी अलगा प्रकार रहबो। जेतेबेले आमे पूरा पूरी 100% देगी कोनोसी कामटी को करू, से कर्म करी करू हमको गोटे तृप्ति मिले, गोटे आनंद मिले। किंतु जो माने सबु कर्म को ठकिया को चेष्टा करंती किंबा फलर आशा को नेकी कर्म करंती, सेई माने केबे भी सेई आनंद को अनुभव करि पारंतिनी कर्म पश्चात रे। हम गोटे घरटे झाड़ू करियार अछि, आमे जेमती सेमती गोटे झाड़ू कर देले, ता द्वारा हमको खुशी मिलिबनी। किंतु हमको संपूर्ण जेतेबेले 100% देकी आमे सफा करू सेतेबेले हमको खुशी मिले, हां जाहु भल कामटे हेला कहि। जेतेबेले जने रोसई करे, जेतेबेले पूर्ण तार मन प्राण देइकरी खुशीर सहित से करे, सेईटा ताको आनंद दिए। दैट कुकिंग गिव्स द ब्लिस, ताको आनंद दिए। किंतु जो माने सेईटा माने भितरु जेतेबेले हमर मनटी प्राणटी युक्त ही न थाए सेतेबेले सेईटी ताको आनंद दिएनी। सेति पई हमको घर खाइबाटी बहुत भल लागे, किंतु होटल उडारे खाइबाटी भल लागेनी। कारण सेईटी जाहा हुए खाली हिसाब पत्र रे हुए, जे पैसा केते लाभ हबो। माने जे रोसई करूची से भाबुची मते केते पैसा मिलिबो, जे बाढुची से कहूची मते केते पैसा मिलुची, जे होटल करची से खाली हिसाब करूची मोर लाभ केते हेला। तेणु सेठी काहारी इच्छा न थाए जे ता भितरे कोनोसी इमोशन अटैच हे न थाए, कोनोसी लोक माने आसंतु भल की खांतु एई भावना न थाए, केते लाभ हबो। तेणु से जो चेतनाटी ही से प्रस्तुति को गोटी आड़े करिकी निए एवं ताको खाइले हमको सेई जो शांतिटी मिलेनी जेतेबेले आमे मा हातर खाइबाटी घरे खाऊ। तेणु कर्म पश्चात कौन चेतनाटी रही ताहा बहुत समय मैटर करे। दी जन व्यक्ति जेतेबेले गोटे मंदिर रे काम करुथिबे, धर भगवान को सेवा करुथिबे, जणे अछि जे से भगवान को भल पाउथिबो एवं आसीथिबो फूल सजौथिबो किंबा झाड़ू करुथिबो सफा करुथिबो, से पैसा पई आसी नथिबो। आउ जने व्यक्ति को सेठी अपॉइंट करा हिथिबो जे योर वर्क इज टू क्लीन द फ्लोर। तो जने पैसा नै कि सफा करूची, आउ जने खुशी रे आसी कि सफा करूची, काम समान हेले मध्य जेहेतु चेतनाटी अलगा अलगा अछि, भावनाटी अलगा अलगा अछि, सेतेबेले से कर्म करुथिबा भितरे जो आनंदर परिणामटी मध्य भिन्न भिन्न हबो। जेतेबेले जने पिलाटी खुशीर सहित कहे कि मु पढ़िबी, मते पढ़िबार अछि, एवं गोटे पिलाटी को तामा बापा जबरदस्ती पठेई तांती तू जा पढ़िबू कहिकी। तेणु जो पिलाटी खुशीर सहित क्लास को आसी थाए पढ़िबा पई, से पढ़िबा पश्चात रे ता भितरे गोटे अलगा आनंदटी कार्य करे, एवं जे जबरदस्ती आस्ताए से गोटे प्रकार आनंदटी कार्य करे, जदिओ समान कर्मटी दी जण करुथांती। तेणु जेतेबेले जणे गोटे उच्चतर चेतना को नेकी कार्य करे सेतेबेले से रिवार्ड ताकू मिले, ए कांस्टेंट प्रोग्रेशन इन डिवाइन कॉन्शियसनेस, दिव्य चेतना भितरे तार अग्रगति हुए, एंड काम एंड स्ट्रेंथ एंड ब्लिस, ताकू शांति मिले, ताकू शक्ति मिले एवं ताकू आनंद मिले। The joy of service and the joy of inner growth through works is the sufficient recompense of the selfless worker। जे प्रकृतरे निस्वार्थपर कर्मी तार गोटे मात्र जो पुरस्कार होउची the joy of service, सेवारे आनंद, and the joy of inner growth,
ଅନ୍ତର ଅଭିବୃଦ୍ଧିର ଆନନ୍ଦ, ଏଇଟା ହେଉଛି ଜଣେ ନିରହଙ୍କାର କର୍ମୀ ବା ନିଃସ୍ୱାର୍ଥପର କର୍ମୀ ପାଇଁ ଯଥେଷ୍ଟ ପୁରସ୍କାର। ଏଇଟା ହେଉଛି କର୍ମର ଗୋଟିଏ ପର୍ଯ୍ୟାୟ, ଯୋଉଥିରେ ବ୍ୟକ୍ତି ତ ଅନୁଭବ କରେ ଯେ ମୁଁ ହିଁ କର୍ମ କରୁଛି କହିକି, କିନ୍ତୁ ଫଳର ସେ ଆଶା ରଖେ ନାହିଁ ଏବଂ ଯେତେବେଳେ ଯୋଉ କର୍ମଟିକୁ କରେ ତାକୁ ଯଥାର୍ଥ ସୁନ୍ଦର ଭାବରେ ସମ୍ପନ୍ନ କରେ। ଏଇଟା କରୁ କରୁ ନେକ୍ସଟ ଷ୍ଟେଜକୁ ବ୍ୟକ୍ତି ଯାଏ। But a time will come when you will feel more and more that you are the instrument and the worker. ଯେତେବେଳେ ଜଣେ ଏମିତି କର୍ମ କରୁଥାଏ ଧୀରେ ଧୀରେ ଆଗକୁ ବଢେ ଏବଂ ଗୋଟେ ସମୟ ଆସେ ଯେତେବେଳେ ସେ ଅନୁଭବ କରେ ଯେ ମୁଁ କର୍ମୀ ନୁହଁ, ମୁଁ ହେଉଛି ଯନ୍ତ୍ର, ଅର୍ଥାତ୍ ମୋ ଭିତରେ ଦେଇକରି ଆଉ କିଏ ଜଣେ କର୍ମଟିକୁ ସମ୍ପାଦନ କରୁଛି। ବ୍ୟକ୍ତି ଯେତେବେଳେ ଅହଂ ଚେତନା ଭିତରେ ଥାଏ ସେତେବେଳେ ତାକୁ ଲାଗେ ଯେ ମୁଁ ସବୁ କର୍ମ କରୁଛି, ମୁଁ ଏ କର୍ମ କରୁଛି, ମୁଁ ସେ କର୍ମ କରୁଛି। ଯେମିତି ଧର ଏବେ ଭାଇ ଜଣେ ସୁନ୍ଦର ଗୀତ ଗାଇଲେ, ମୁଁ ଏଠି କଣ କହୁଛି, କିନ୍ତୁ ଏଇଟା ହେଉଛି ଆମ ଭିତରର ଗୋଟେ ଭୁଲ ଭାବନା ଯେ ମୁଁ କରୁଛି କହିକି। ଯଦି ପ୍ରକୃତି ନ ଚାହିଁବ ତେଣୁ କେହି କିଛି ଏଠି କରିପାରିବେନି। ଧର ଏବେ ପ୍ରକୃତି ଚାହିଁବନି ମାନେ ଜଣଙ୍କର ସ୍ୱାସ୍ଥ୍ୟଟିକୁ ସେ ଅସୁସ୍ଥ କରିଦବ, ତ ସେ ଚାହିଁଲେ ସେ କାର୍ଯ୍ୟଟିକୁ ଆଉ କରିପାରିବନି। ଏମିତିକି ଆମେ ଭାବୁଛୁ ଯେ ମୁଁ ଖାଉଛି କହିକି, କିନ୍ତୁ ଖାଉନୁ ବି ଆମେ। ଯେତେବେଳେ ପର୍ଯ୍ୟନ୍ତ ଆମକୁ କ୍ଷୁଧା ନ ଲାଗିବ, ଭୋକ ନ ଲାଗିବ, ଆମେ ଖାଇପାରିବା ବି ନାହିଁ। ପ୍ରକୃତି ଯେତେ ଦିନ ଚାହିଁଛି ଯେ ମୁଁ ଚାଲିବି ବୁଲିବି, ସେତେ ଦିନ ସେ ଚାଲିବ ବୁଲିବ। ସେ ଯଦି ଚାହିଁବ ନା ତୁ ବସିକିରି ରହ, ତାହେଲେ କିଛି ଗୋଟେ ଅସୁବିଧା କରିଦେବ, ଆମେ ବସିକିରି ରହିବା। ଆମର ପ୍ରତ୍ୟେକ ପ୍ଲାନିଂ, ପ୍ରତ୍ୟେକ କର୍ମ, ପ୍ରତ୍ୟେକ ଜିନିଷ ଡିପେଣ୍ଡ କରେ ଆଉ କିଛି ଶକ୍ତି ଉପରେ। ତେଣୁ ବାସ୍ତବରେ ଏଇ ଯୋଉ କର୍ମୀର ଯୋଉ ଅହଂ ରହିଥାଏ, ମୁଁ ସବୁ କର୍ମକୁ ସମ୍ପାଦନ କରୁଛି, ଏଇଟା ଗୋଟିଏ ପ୍ରକାରର ଅଜ୍ଞାନତା। ଏବଂ ଯେତେବେଳେ ବ୍ୟକ୍ତି ଉପରକୁ ଉଠେ ସେ ଅନୁଭବ କରେ ଯେ ମୁଁ କର୍ମୀ ନୁହଁ, ମୁଁ ହେଉଛି ଯନ୍ତ୍ର। ଫର ଫାଷ୍ଟ ବାଇ ଦ ଫୋର୍ସ ଅଫ ୟୋର ଡିଭୋସନ your contact with the Divine Mother will become so intimate that at all times you will have only to concentrate and to put everything into her hands to have her present guidance, her direct command or impulse, the sure indication of the thing to be done and the way to do it and the result. ଯେତେବେଳେ ଜଣେ ଧୀରେ ଧୀରେ ସେ ଯୋଉ ଦିବ୍ୟ ଶକ୍ତି ରହିଛନ୍ତି ତାଙ୍କୁ ସେ ଭକ୍ତି କରେ, for fast by the force of your devotion your contact with the Divine Mother will become so intimate. ଜଣଙ୍କ ଭିତରେ ଯେତିକି ଶ୍ରଦ୍ଧା ଥାଏ, ଯେତିକି ଭକ୍ତି ଥାଏ, ତାର ସମ୍ପର୍କଟି ସେ ଦିବ୍ୟ ଜନନୀଙ୍କ ସହିତ ଏତିକି ଅନ୍ତରଙ୍ଗ ହେଇଯାଏ। ଇଣ୍ଟିମେଟ୍ କହିଲେ ଅନ୍ତରଙ୍ଗ ହୁଏ, that at all times you will have only to concentrate. ପ୍ରତ୍ୟେକ ମୁହୂର୍ତ୍ତରେ ତୁମକୁ ଟିକେ ଧ୍ୟାନ କରିବାକୁ ପଡେ, to put everything into our hands to have her present guidance. କୌଣସି ବି କର୍ମଟେ କରିବାକୁ ଅଛି, ସବୁ କିଛି ଜିନିଷ ତାଙ୍କ ହାତରେ ତୁମେ ଅର୍ପଣ କରିଦେଲ ଏବଂ ସେଇଠୁ ଗୋଟେ ନିର୍ଦ୍ଦେଶ ଆସିବ ଯେ ତୁମକୁ କଣ କରିବାର ଅଛି ଏବଂ କଣ ନ କରିବାର ଅଛି। ପ୍ରତ୍ୟେକ ବ୍ୟକ୍ତି ଜୀବନର ଏମିତି କିଛି ମୁହୂର୍ତ୍ତ ଆସେ ଯେତେବେଳେ ଆମକୁ ଚୁଜ୍ କରିବାକୁ ହୁଏ ଯେ whether to go this side or that side, ଆମକୁ ଏ ପଟରେ ଯିବାର ଅଛି କି ସେ ପଟରେ ଯିବାର ଅଛି। ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ এই ବାଛିବା କାର୍ଯ୍ୟଟି ଆମକୁ କରିବାକୁ ପଡୁଥାଏ ଯେ ମୁଁ ଏଇ କାମ କରିବି କି ସେଇ କାମ କରିବି, ଏଇଠି ରହିବି କି ସେଇଠି ରହିବି, ଏଠି ପଢିବି କି ସେଠି ପଢିବି। ପ୍ରତ୍ୟେକ ମୁହୂର୍ତ୍ତରେ ଆମକୁ ବାଛିବାକୁ ପଡୁଥାଏ ଏବଂ ବେଳେ ବେଳେ ଏମିତି ହୁଏ ଯେ ଆମର ବାଛିବାଟି ଠିକ ହେଇଯାଏ ଏବଂ ଲାଗେ ଯେ ସେଇଥିରେ ଆମର ଅଗ୍ରଗତି ହେଲା, ଏବଂ ବେଳେ ବେଳେ ଏମିତି ହୁଏ ଯେ ଆମେ ଯୋଉ ଚୁଜ୍ କଲୁ ସେଟା ବୋଧେ ଭୁଲ ବାଛିଦେଲୁ ଏବଂ ତା ଫଳରେ ବ୍ୟକ୍ତିର ଅବନତି ହେଇଯାଏ। ତେଣୁ କଣ ବାଛିବାର ଅଛି ଏବଂ କଣ କରିବାର ଅଛି, ଏଇଟା ହେଉଛି ଜୀବନର ଗୋଟେ ବୃହତ ଦିଗ। ଯେମିତି ଅଜଣା ରାସ୍ତାରେ ଯାଉଥିଲା ବେଳେ ସେ ଅନୁଭବଟି ଥିବ ଯେ ଗୋଟେ ଲକ୍ଷ୍ୟକୁ ଆମେ ସ୍ଥିର କରିକି ଯାଉଥିବା କିନ୍ତୁ ରାସ୍ତା ଜଣା ନଥିବ। ତ ଯଦି ଆମେ ଠିକ ରାସ୍ତାରେ ଯାଉଛୁ ଗୋଟେ ଅନୁମାନ କରିକି, ତାହେଲେ ତ ଠିକ ସମୟରେ ଠିକ ଜାଗାରେ ପହଞ୍ଚିଯିବୁ। କିନ୍ତୁ ଥରେ ଯଦି ଆମେ ରଙ୍ଗ ସାଇଡରେ ପଳେଇ ଗଲୁ, ତାହେଲେ ଯେତିକି ଦୂର ରଙ୍ଗ ସାଇଡରେ ଯାଇଥିବୁ ପୁଣି ସେତିକି ଦୂର ରଙ୍ଗ ସାଇଡରେ ରିଟର୍ନ କରିବୁ ଏବଂ ପୁଣି ଆଉ ଥରେ ଠିକ ରାସ୍ତାକୁ ଧରିଲା ବେଳକୁ ବହୁତ ବିଳମ୍ବ ହେଇଯାଏ।
ତେଣୁ ଜୀବନଟି ଆମର ସେମିତି ଚାଲେ, ଯୋଉ ପଥରେ ଯିବା କଥା ନୁହଁ ଜୀବନଟି ସେଇ ପଥରେ ବେଳେ ବେଳେ ମୁହେଇ ଯାଏ ଏବଂ ପୁଣି ଆମକୁ ପୁଣି ଜିରୋକୁ ଆସିବାକୁ ପଡେ। ଯେମିତି ଗୋଟେ ହଉଛି ପଜିଟିଭ 1 2 3 4 ଯିବ ଏବଂ ଆଉ ଗୋଟେ ହଉଛି ନେଗେଟିଭ। ତେଣୁ ଜିରୋ ବି ରୁହେନି, ନେଗେଟିଭ ଆଡକୁ ପଳାଏ, ଫେର ଜିରୋ ହବ, ଫେର ଆରମ୍ଭ ହବ। ତେଣୁ ଜୀବନଟି ଏମିତି ଖାଲି ଚାଲୁଥାଏ। ତେଣୁ କଣ ଆମେ ବାଛିବା କଣ ନ ବାଛିବା, ତା ପାଇଁ ସବୁଠୁ ଭଲ ଉପାୟ ହଉଛି ଯେ ଆମେ ଧ୍ୟାନସ୍ଥ ହବା, ଦିବ୍ୟ ଶକ୍ତି ଉପରେ ଭରସା ରଖିବା, ଟୁ ପୁଟ୍ ଏଭ୍ରିଥିଂ ଇନଟୁ ଆୱାର ହ୍ୟାଣ୍ଡସ୍, ସବୁ କିଛି ଜିନିଷକୁ ମାଙ୍କ ହାତରେ ଦେଇଦେବା, ଟୁ ହ୍ୟାଭ୍ ହର୍ ପ୍ରେଜେଣ୍ଟ ଗାଇଡେନ୍ସ, ତାଙ୍କୁ କହିବା ଯେ ମତେ କିଛି ନିର୍ଦ୍ଦେଶ ଦିଅ, କିଛି ଦିଗଦର୍ଶନ ଦିଅ, ହର୍ ଡାଇରେକ୍ଟ କମାଣ୍ଡ ଅର୍ ଇମ୍ପଲ୍ସ, କିଛି ସିଧାସଳଖ ବାଣୀ ସିଆଡ଼କୁ ଆସୁ। ବର୍ତ୍ତମାନ ଚେତନା ପାଇଁ ଆମକୁ ଏଗୁଡାକ ସବୁ ସ୍ୱପ୍ନ ଭଳିଆ ଲାଗୁଥିବ ଯେ ଭଗବାନ କହିବେ ମୁଁ ଶୁଣିବି କୋଉ କାମ କର, ଅର୍ ଇମ୍ପଲ୍ସ ତାଙ୍କର ପ୍ରଭାବ ଆସିକି ପଡିବ। ଦି ସିଓର ଇଣ୍ଡିକେସନ ଅଫ୍ ଦି ଥିଙ୍ଗ ଟୁ ବି ଡନ୍ ଆଣ୍ଡ ଦ ୱେ ଟୁ ଡୁ ଇଟ୍ ଆଣ୍ଡ ଦ ରେଜଲ୍ଟ, ତୁମକୁ କଣ କରିବାର ଅଛି ସିଓର ଇଣ୍ଡିକେସନ ମିଳିବ, ପୁରାପୁରି ନିର୍ଦ୍ଦେଶ ମିଳିବ ଯେ ଏଇ କାମଟି କର କହିକି। ଅଫ୍ ଦି ଥିଙ୍ଗ ଟୁ ବି ଡନ୍, ଯୋଉ କାର୍ଯ୍ୟଟି କରାହେବା କଥା, and the way to do it and the result, ଏମିତିକି କୋଉ ଧାରାରେ ସେ କାର୍ଯ୍ୟଟିକୁ କରିବ ତାର ମଧ୍ୟ ପ୍ଲାନିଂ ଆସିବ ବା ସେମିତି ନିର୍ଦ୍ଦେଶ ଆସିବ ଏବଂ ତାର ସେଟାକୁ ତୁମକୁ କୁଆଡକୁ ନେଇକି ଯିବ, କୋଉ ଲକ୍ଷ୍ୟ ଆଡକୁ ନେଇକି ଯିବ ତାର ବି ନିର୍ଦ୍ଦେଶ ଆସିବ। ଏମିତି ବି ସମ୍ଭବ, କିନ୍ତୁ ବର୍ତ୍ତମାନ ଚେତନା ପାଇଁ ଆମକୁ ଲାଗୁଥିବ କୋଉଠି ସେମିତି ଶୁଣା ଯାଉଛି, କୋଉଠି ଏମିତି ଦିବ୍ୟ ଶକ୍ତିର କମାଣ୍ଡ ବ୍ୟକ୍ତି ଶୁଣିପାରିବ ଯେ whether to choose this or that, ଏଟା ବାଛ କି ସେଟା ବାଛ। କିନ୍ତୁ ଯେତିକି ଆମେ ଯୋଉମାନେ ଭଗବାନଙ୍କ ସହିତ ରହିକି କାର୍ଯ୍ୟ କରିଛନ୍ତି ସେଇ ଶ୍ରୀଅନ୍ନଙ୍କ ଉଦାହରଣଟି ବି ନିଆଯାଇପାରେ। ଯେତେବେଳେ ସେ ସ୍ୱାଧୀନତା ସଂଗ୍ରାମରେ ପୁରାପୁରି ଲାଗି ଯାଇଥିଲେ, ପୁରାପୁରି ସେ ଭିତରେ ନିମଗ୍ନ ହେଇଯାଇଥିଲେ, ତାଙ୍କୁ ବାରମ୍ବାର ନିର୍ଦ୍ଦେଶ ଆସିଛି ଯେ ତୁମେ ଏଇଥିରୁ ବାହାରିକିରି ସ୍ପିରିଚୁଆଲ ଫିଲ୍ଡରେ କାମ କରିବାକୁ ପଡିବ, ସେତେବେଳେ ସେ ମନା କରିଛନ୍ତି। ଏବଂ ଏମିତି ବି ଗୋଟେ ସମୟ ଆସିଛି ଯେତେବେଳେ ତାଙ୍କୁ ଜେଲ ବି ହେଇଯାଇଛି, ଗୋଟିଏ ବର୍ଷ ଜେଲ, ଏବଂ ସେତେବେଳେ ସେ ଭଗବାନଙ୍କ ସହିତ ଯେହେତୁ ଜେଲରେ ଅଛନ୍ତି ଆଉ କିଛି କରିବାର ନାହିଁ, ତେଣୁ ଅଟୋମେଟିକ ସେ ସାଇଲେନ୍ସ ହେଇଯାଇଛନ୍ତି, କନସେନ୍ଟ୍ରେଟେଡ ହେଇଯାଇଛନ୍ତି, କାହା ସାଙ୍ଗରେ କଥାବାର୍ତ୍ତା ଆଉ ନାହିଁ। ସେତେବେଳେ ଯେତେବେଳେ ବ୍ୟକ୍ତି କାହା ସାଙ୍ଗରେ ଆଉ କଥାବାର୍ତ୍ତା ନାହିଁ, ସେତେବେଳେ ଗୋଟେ ଚାନ୍ସ ଥାଏ ଯେ ସେ ନିଜ ଭିତରକୁ ପ୍ରବେଶ କରିବ କିମ୍ବା ଉର୍ଦ୍ଧ୍ୱକୁ କୌଣସି ଶକ୍ତି ସାଙ୍ଗରେ ତାର ଗୋଟେ ପରିଚୟ ହୁଏ। ଏବଂ ସେଇଠି ସେ ପଚାରିଛନ୍ତି ଯେ କାହିଁକି ମତେ ଜେଲ ଭିତରକୁ ଅଣା ହେଇଛି, ଏବଂ ସ୍ୱୟଂ କହୁଛନ୍ତି ଯେ ଗୋଟେ ଶବ୍ଦ ଆସୁଛି ତାଙ୍କ ପାଖକୁ, ଦିଟି ୱାର୍ଡ, ୱେଟ୍ ଆଣ୍ଡ ୱାଚ୍, ଅପେକ୍ଷା କର ଏବଂ ଦେଖ। ତାପରେ ସେ ଅପେକ୍ଷା କରିଛନ୍ତି, ଦେଖିଛନ୍ତି ଘଟଣାବଳୀ। ତାପରେ ତାଙ୍କୁ ଆହୁରି ପୁରାପୁରି ଡିକ୍ଲେୟାର ହେଇଯାଇଛି ଗୋଟିଏ ବର୍ଷ ସେ ଜେଲ ଭିତରେ ରହିବେ ଏବଂ ସେଇଠି ସେ ତାଙ୍କର ସାଧନାର ଯୋଉ ପର୍ଯ୍ୟାୟଟି ଆରମ୍ଭ ହେଇଛି, ସେ ଜେଲର ସେ କୋଠରୀ ଭିତରେ ସେ ବାସୁଦେବଙ୍କୁ ଦର୍ଶନ କରିଛନ୍ତି, ଶ୍ରୀକୃଷ୍ଣଙ୍କୁ ଦର୍ଶନ କରିଛନ୍ତି ଏବଂ ତାଙ୍କର ଜେଲ ଭିତରୁ ବାହାରିବା, ତାପରେ ପଣ୍ଡିଚେରୀକୁ ଯିବା, ସେଠି ରହିବା, ସବୁ କିଛିର ନିର୍ଦ୍ଦେଶ ଆସିଛି। କାରଣ ସେ ଜେଲରେ ଭର୍ତ୍ତି ହେଇଛନ୍ତି କଲିକତାରେ, ଯାଇକି ରହିବେ ଭାରତର ଆଉ ଗୋଟେ ପ୍ରାନ୍ତରେ ପଣ୍ଡିଚେରୀରେ, ସେଠି କିଛି ଲିଙ୍କ ନାହିଁ, କୌଣସି ସମ୍ପର୍କ ନାହିଁ, କିନ୍ତୁ ତାଙ୍କୁ ଯାହା ନିର୍ଦ୍ଦେଶ ଆସିଛି ସେ ଅନୁସାରେ ସେ କାର୍ଯ୍ୟ କରିଛନ୍ତି। ତେଣୁ ବ୍ୟକ୍ତି ଯଦି ଟିକେ ଶ୍ରଦ୍ଧାର ସହିତ ଇଚ୍ଛା କରିବ, କିଛି ନାହିଁ, କୌଣସି ମନ୍ଦିର, କୌଣସି ଫଟୋ କିଛି ଦରକାର ନାହିଁ, କେବଳ ନୀରବରେ ଯଦି ଗୋଟିଏ ଜାଗାରେ ବସିକି ନିଜ ଭିତରକୁ ମଧ୍ୟ ସେ ଦେଖିପାରିବ ଏବଂ ଚିନ୍ତା କରିପାରିବ ଯେ କୋଉଟା ମୋର କରିବା ଦରକାର, ଏବଂ ଗୋଟେ ଅଦୃଶ୍ୟ ଶକ୍ତିକୁ କହିବ ଯେ ମୁଁ ଏଇଆ ଡିସିଜନ ନେଉଛି, ତୁମ ହାତରେ ମୁଁ ଛାଡି ଦଉଛି, ତାହେଲେ ନିଶ୍ଚିତ ଭାବରେ କିଛି ଗୋଟେ ସାହାଯ୍ୟ, କିଛି ସହଯୋଗ ସେ ଉର୍ଦ୍ଧ୍ୱରୁ ଆସିକି ପହଞ୍ଚିବ। ଗୋଟେ ପ୍ରେଜେଣ୍ଟ ଗାଇଡେନ୍ସ ଆସିବ, ଡାଇରେକ୍ଟ କମାଣ୍ଡ ଅର୍ ଇମ୍ପଲ୍ସ, ଦ ସିଓର ଇଣ୍ଡିକେସନ ଅଫ୍ ଦି ଥିଙ୍ଗ ଟୁ ବି ଡନ୍ ଆଣ୍ଡ ଦ ୱେ ଟୁ ଡୁ ଇଟ୍ ଆଣ୍ଡ ଦ ରେଜଲ୍ଟ, ସବୁ କିଛିର ଗୋଟେ ଯେମିତି ଗୋଟେ ପ୍ଲାନିଂ ଆସିଯିବ ଯେ କଣ କରିବି, କେମିତି କରିବି ଏବଂ ତାର ଫଳାଫଳ କଣ ହବ। And afterwards you will realize that the divine Shakti not only inspires and guides but initiates and carries out your works. ତାପରେ ତୁମେ ଅନୁଭବ କରିବ ଯେ ଦିବ୍ୟ ଶକ୍ତି କେବଳ ପ୍ରେରଣା ଦିଅନ୍ତି ନାହିଁ, କେବଳ ପଥ ଦେଖାଇ ଦିଅନ୍ତି ନାହିଁ, କିନ୍ତୁ ତୁମ କର୍ମର ପ୍ରବର୍ତ୍ତନ ଓ ଉଦ୍ଯାପନ ସେ ହିଁ କରନ୍ତି। All your movements are originated by her.
ସବୁ କିଛି ତୁମର ଗତି ତାଙ୍କରି ଠାରୁ ହିଁ ଆରମ୍ଭ ହୁଏ। ଅଲ୍ ୟୋର ପାୱାର୍ସ ଆର୍ ହାର୍ସ, ସବୁ କିଛି ତୁମରି ଶକ୍ତି, ତାଙ୍କରି ଶକ୍ତି। ମାଇଣ୍ଡ, ଲାଇଫ, ବଡି ଆର୍ କନସିୟସ୍ ଆଣ୍ଡ ଜୟଫୁଲ ଇନଷ୍ଟ୍ରୁମେଣ୍ଟ ଅଫ୍ ଆର୍ ଆକ୍ସନ, ତୁମର ମନ, ତୁମର ପ୍ରାଣ, ତୁମର ଶରୀର ତାଙ୍କରି ହିଁ ହେଉଛି ଗୋଟେ ସଚେତନ ଏବଂ ଆନନ୍ଦମୟ ଯନ୍ତ୍ର। ମିନ୍ସ ଫର ହାର ପ୍ଲେ, ମୋଲ୍ଡସ ଫର ହାର ମ୍ୟାନିଫେଷ୍ଟେସନ ଇନ୍ ଦ ଫିଜିକାଲ ୟୁନିଭର୍ସ। ଏଇ ଜଡ଼ ଜଗତରେ, ଏ ଭୌତିକ ଜଗତରେ ତାଙ୍କରି ହିଁ ପରିପ୍ରକାଶର ଏକ ମାଧ୍ୟମ, ତାଙ୍କରି ପରିପ୍ରକାଶର ଏକ ଯନ୍ତ୍ର। ତେଣୁ ଏଇ କଥାଟିକୁ ବ୍ୟକ୍ତି ଅନୁଭବ କରିବ ଏବଂ ଯେତେବେଳେ ଏଇଭଳି ଗୋଟେ ଚେତନାକୁ ନେଇକି ସେ ଜୀବନ ବଞ୍ଚିବ, ନିଶ୍ଚିତ ଭାବରେ ଗୋଟେ ସ୍ୱାର୍ଥ ଅହଂକୁ କେନ୍ଦ୍ର କରିକି ଜୀବନ ବଞ୍ଚୁଥିବା ମନୁଷ୍ୟମାନଙ୍କ ଅପେକ୍ଷା ତାର ଜୀବନଟି ଶତ ଶତ ଲୋକମାନଙ୍କ ପାଇଁ, ଦେଶ ପାଇଁ କିମ୍ବା ଅନ୍ତତଃ ନିଜର ଜାତି ପାଇଁ, ନିଜର ବଂଶ ପାଇଁ, ନିଜର ସମାଜ ପାଇଁ ଏକ ମହତ୍ତର କର୍ମରେ ପରିଣତ ହେବ। ସମୟ ହେଇଯାଇଛି, ଆଜିର ଆଲୋଚନାକୁ ଏଠି ରଖିବା। ବନ୍ଦେ ମାତରମ୍। ଧନ୍ୟବାଦ ଭାଇ। ଆଜିର ଆଲୋଚନା ବହୁତ ହୃଦୟସ୍ପର୍ଶୀ ହୋଇଛି। ପ୍ରକୃତରେ ଦିବ୍ୟ ଜୀବନଟିଏ ଗଠନ କରିବାକୁ ହେଲେ ଆମର କର୍ମ ମାଧ୍ୟମରେ ଆମକୁ କିପରି ସେଇ ପୂର୍ଣ୍ଣ ଯୋଗରେ ପାଦ ଥାପିବାକୁ ପଡ଼ିବ, ଆମର କର୍ମଟି ଭଗବାନଙ୍କ ଉଦ୍ଦେଶ୍ୟରେ ପୂର୍ଣ୍ଣ ଭାବେ ସମର୍ପଣ ହେବା ଉଚିତ। ବର୍ତ୍ତମାନ ଆଜି ସମୟ ହୋଇଛି ରବିବାର ପାଠଚକ୍ର। ଆସନ୍ତା ରବିବାରେ ମାଙ୍କ ଜନ୍ମ ଦିବସ। ଭାଇଙ୍କୁ ମୁଁ ଅନୁରୋଧ କରିଛି ସେ ମାଙ୍କ ଜନ୍ମ ଦିବସ ଉପଲକ୍ଷେ ଆଲୋଚନା କରିବେ। ଆଜି ପାଠଚକ୍ରରେ ଉପସ୍ଥିତ ସମସ୍ତ ଅପା ଭାଇଙ୍କୁ ମୋର ହୃଦୟରୁ କୃତଜ୍ଞତା। କରୁଣାମୟୀ ମା ପରମ ପ୍ରଭୁ ଶ୍ରୀ ଅରବିନ୍ଦଙ୍କ ପାଦ ପଦ୍ମରେ କୋଟି କୋଟି ପ୍ରଣାମ। ବର୍ତ୍ତମାନ ଆମେ ପାଠଚକ୍ରକୁ ସ୍ଥଗିତ ରଖିବା 1 ମିନିଟ୍ ମା ନାମ ଜପ ସହ। ମା 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 মা 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 ଅରଭାର। ଆସନ୍ତା ରବିବାର ପାଠଚକ୍ର ସ୍ୱତନ୍ତ୍ର ପାଠଚକ୍ର ପାଇଁ ସମସ୍ତ ଅପାଙ୍କୁ ମୋର ଅନୁରୋଧ, ସମସ୍ତ ଅପା ଭାଇଙ୍କୁ ମୋର ଅନୁରୋଧ ଉପସ୍ଥିତ ରହିବେ ଠିକ ଏହି ରବିବାର 4ଟା ବେଳେ। ବନ୍ଦେ ମାତରମ୍। ମା